ओम विष्णु पादाय कृष्ण पृष्ठाभूतले श्रीमते भक्ति वेदांत स्वामिनिति नमः। नमस्ते सरस्वती देवी गौरवाणी प्रचाराय विशेष शून्यवादी पश्चिमी। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौरवृंद। हरे कृष्ण 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 हरे हरे, हरे राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। ସମସ୍ତ ଭକ୍ତବୃନ୍ଦଙ୍କୁ ମୋର ଦଣ୍ଡବତ ପ୍ରଣାମ। ଏବଂ ପ୍ରଭୁଜୀ ମୋତେ ଏଇ କୃଷ୍ଣ ଲୀଳା ବିଷୟରେ କିଛି କହିବା ପାଇଁ ସୁଯୋଗ ଦେବାରୁ ମୁଁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ଆଉ ମୋତେ ମୁଁ ଆଜି ନଳକୂବେର ମଣିଗ୍ରୀବ ମୁକ୍ତି ବିଷୟରେ କିଛି କହିବାକୁ ଯାଉଛି। ନାରଦ ନାରଦ ନଳକୂବେର ଓ ମଣିଗ୍ରୀବଙ୍କୁ ଅଭିଶାପ ଦେଇଥିଲେ ଏବଂ ସେ ଶ୍ରୀକୃଷ୍ଣ କେମିତି ସେ ଏଇ ଅଭିଶାପକୁ ମୁକ୍ତି କରିଥିଲେ ସେ ବିଷୟରେ କହୁଛି। କୁବେରଙ୍କର ଦୁଇଟି ପୁତ୍ର ଥିଲେ। ଜଣଙ୍କ ନାଁ ହଉଛି ନଳକୂବେର ଆଉ ଜଣେ ହଉଛନ୍ତି ମଣିଗ୍ରୀବ। ଆଉ କୁବେର ଶ୍ରୀକୃଷ୍ଣଙ୍କ କୃପାରୁ ସେ ଜଣେ ଗୋଟେ ଧନୀ ବ୍ୟକ୍ତି ଥିଲେ, ବହୁତ ଧନୀ ଦେବତା ମଧ୍ୟରେ ଗୋଟେ ଶ୍ରେଷ୍ଠ ଧନୀ ଥିଲେ। ଆଉ ସାଧାରଣତଃ କଣ ହୁଏ କି ଧନୀ ବ୍ୟକ୍ତି ମାନେ ତାଙ୍କ ପୁତ୍ର ମାନେ ସେ ମଦ୍ୟ ଓ ଅନ୍ୟ ସ୍ତ୍ରୀ ଲୋକଙ୍କ ପ୍ରତି ବେଶୀ ଆସକ୍ତି ହୁଅନ୍ତି। ସେମିତି ଏଇ ଯୋଉ କୁବେରଙ୍କର ଦୁଇ ପୁତ୍ର ମଧ୍ୟ ସେମିତିଆ ଅସାମାଜିକ କାମ, ମଦ୍ୟ ଓ ମଥନ ପ୍ରତି ତାଙ୍କର ଆସକ୍ତି ଥିଲା। ଦିନେ କଣ ହେଇଛି, ସେ ଦି ଜଣ କୈଳାସ କୈଳାସ ନିକଟରେ ଯୋଉ ମନ୍ଦାକିନୀ ଗଙ୍ଗା କୂଳ ଅଛି, ସେଇଥିରେ ସେମାନେ କଣ କରୁଥିଲେ, ଶିବଜୀଙ୍କ ବଗିଚାରେ ପ୍ରବେଶ କରିଥିଲେ ଏବଂ ସେଥିରେ ସେଠି ବହୁତ ମଦ୍ୟପାନ କରିଥିଲେ। ଏବଂ ସେଇ ଯୋଉ ପୁଷ୍ପ ପୂର୍ଣ୍ଣ ଯୋଉ ଜାଗାଟା ଥିଲା ସେଇଠି ସେମାନେ ଯୋଉ ତାଙ୍କ ସାଙ୍ଗରେ ଆସିଥିବା ଯୋଉ ସ୍ତ୍ରୀ ଲୋକମାନଙ୍କ ସହିତ ସ୍ତ୍ରୀ ମାନେ ତାଙ୍କ ସହିତ ସେ ନାଚ ଗୀତରେ ସେ ମଗ୍ନ ଥିଲେ। ଏବଂ ନିଶାରେ ଏତେ ସେ ଚୁର ହେଇଥିଲେ ଯେ ଦୁଇ ଜଣ ସେ କଣ କଲେ, ସେ ଗଙ୍ଗା ନଦୀକୁ ଭିତରୁ ଜଳକୁ ପ୍ରବେଶ କରି ସେ ଯୋଉଠି ପଦ୍ମପୁଷ୍ପ ରିଣୀ ଥିଲା ସେଇ ଜଳରେ ସେମାନେ ତାଙ୍କ ସହିତ ଜଳ କ୍ରୀଡ଼ାରେ ରତ ରହିଲେ। ଆଉ ସେଇ ଟାଇମରେ କଣ ହେଇଛି, ଦେବର୍ଷି ନାରଦ ସେଇ ବାଟ ଦେଇ କୈଳାସ ପର୍ବତ ଯାଇଥିଲେ, କୈଳାସକୁ ଯାଉଥିଲେ। ଏବଂ ସେ ଦି ଜଣଙ୍କୁ ଦେଖିକି ତାଙ୍କୁ ସେ ହଳକୂର ଯୋଉ ଆଉ ମଣିଗ୍ରୀବ ନିଶାରେ ଯୋଉ ବଳ ଯାଇଥିଲେ ସେଥିରେ ସେମାନେ କଣ ସେ ଦି ଜଣ କଣ କଲେ, ସେ ନାରଦଙ୍କୁ ଦେଖି ପାରିଲେ ନାହିଁ। କିନ୍ତୁ ସେ ଯୋଉ ସ୍ତ୍ରୀ ଲୋକମାନେ ଥିଲେ ସେ ନାରଦଙ୍କୁ ଦେଖିକି ସେ ଲଜ୍ଜାରେ କଣ କଲେ, ତାଙ୍କର ଯୋଉ ସେ ନଈରୁ ସେ ଯୋଉ ପୋଖରୀରୁ ବାହାରିକି ବସ୍ତ୍ର ପରିଧାନ କରିଦେଲେ। କିନ୍ତୁ ଯୋଉ ନଳକୂବର ଏବଂ ମଣିଗ୍ରୀବ ସେମାନେ ଏତେ ନିଶାସକ୍ତ ହେଇଥିଲେ ଯେ ସେ ଦେବତୀଙ୍କ ଉପସ୍ଥିତି ଯୋଉ ଥିଲେ ସେ ତାଙ୍କୁ ଦେଖି ପାରିଲେନି। ଆଉ ସେମିତିଆ ସେ ତାଙ୍କ କ୍ରୀଡ଼ାରେ ଆଉ ଉପଭୋଗ କରିବାକୁ ସେମିତିଆ ସେଇଠି ସେ ଜଳ କ୍ରୀଡ଼ାରେ ରତି ରହିଲେ। ଏବଂ ତାପରେ ନାରଦ କଣ କଲେ, ସେ ତାଙ୍କ ଇଏ ଯୋଉ ନିଶାସକ୍ତ ଆଉ ଯୋଉ ମଦ୍ୟପାନ କରି ଯେମିତିଆ ସେଠି ଯୋଉ ପ୍ରକାର ଯୋଉ ଅସାମାଜିକ କାମ କରୁଥିଲେ ତାଙ୍କ ମନରେ ଗୋଟେ କ୍ରୋଧ ଆସିଲା। କ୍ରୋଧ ପରେ ସେ କଣ କଲେ, ତାଙ୍କ ପ୍ରତି ସେ ଦୟା ବା ସେ ଗୋଟେ ତାଙ୍କୁ ଦଣ୍ଡ ଦେବା ପାଇଁ ଚିନ୍ତା କଲେ। ଆଉ ସେମାନଙ୍କର ଯୋଉ ଅ ତାଙ୍କର ଯୋଉ ନାରଦଙ୍କ ଉଦ୍ଦେଶ୍ୟ ଥିଲା ଯେ ସେ ତାଙ୍କୁ କେମିତି ତାଙ୍କୁ ଗୋଟେ ଉଚିତ ଶିକ୍ଷାଟେ ଦେବେ। ଆଉ ସେ ଆଉ ତାଙ୍କୁ ଗୋଟେ ଅଭିଶାପ ତ ଦେବେ, କିନ୍ତୁ ସେଇ ଅଭିଶାପରେ ତାଙ୍କ ପାଇଁ ଗୋଟେ ଭଲ ବରଦାନ ସଦୃଶ ହବ, ଯେମିତି କିି ସେ କୃଷ୍ଣଙ୍କୁ ତାଙ୍କୁ ଉଦ୍ଧାର କରି ସେ କୃଷ୍ଣଙ୍କୁ ସାକ୍ଷାତ ଦର୍ଶନ କରିବେ ଏବଂ ତାଙ୍କର ଯୋଉ ଭୁଲ କାମଟା ସେ ନିଜ କ୍ଷମା କରିକି ସେ ଭୁଲ ଟା ଯୋଉ ସୁଧାରି ପାରିବେ, ସେଥିପାଇଁ ସେ ଗୋଟେ ମନସ୍ଥ କଲେ। ଭୌତିକ ଜଗତରେ କଣ ହଉଛି, ଭୌତିକ ଜଗତର ଯୋଉମାନଙ୍କର ଧନ ସମ୍ପତ୍ତି ବେଶୀ ଅଛି ଆଉ ଯୋଉ ଐଶ୍ୱର୍ଯ୍ୟ ବେଶୀ, ସେମାନେ କଣ କରନ୍ତି, ସେମାନେ ପ୍ରାୟ ତାଙ୍କର କାମ କିଛି ନଥିଲେ ବି ସେ ଯୋଉ ତାଙ୍କର ଗୋଟେ ଧନୀ ଲୋକଙ୍କ ଗୋଟେ ଗର୍ବ ଅହଙ୍କାର ଅହଙ୍କାର ଆସିଯାଏ ତାଙ୍କ ମନରେ। ଆଉ ସେଇ ଗର୍ବ ଅହଙ୍କାର ଆସିଗଲେ ଗର୍ବାନ୍ୱିତ ହେଇକି ସେମାନେ ଗୋଟେ
ନିରୀହ ପ୍ରାଣୀକୁ ମରି ସେ ତାପରେ ସେ ମଦ୍ୟପାନ କରିବେ। ମଦ୍ୟପାନ ହେଲେ ତାଙ୍କ ମସ୍ତିଷ୍କ ଖରାପ ହବ। ମସ୍ତିଷ୍କ ଖରାପ ହେଇଗଲେ ତାଙ୍କର ସେ କଣ ଅନ୍ୟ ନିରୀହ ପଶୁମାନଙ୍କୁ ସେ ତାଙ୍କୁ ମାରି ତାଙ୍କୁ ହତ୍ୟା କରିକି ତାକୁ ଭକ୍ଷଣ କରିବେ। ଏମିତିଆ ସେ ଧନୀ ଲୋକ ମାନେ ଆମର ଭୌତିକ ଜଗତରେ ପ୍ରାୟ ମ୍ୟାକ୍ସିମମ୍ ଲୋକ ସେମିତିଆ କରନ୍ତି। ସେମାନେ ଭାବନ୍ତି କଣ ଅ, ଯେ ଆମେ ସେ ଭାବନ୍ତି ଯେ ଯୋଉ ପ୍ରାକୃତିକ ନିୟମକୁ ଯୋଉ ଭୁଲି ଯାଇ ତାଙ୍କର ଯୋଉ ଦୈହିକ ସୁଖ ଭୋଗରେ ଯୋଉ ଭଲ ହେଇଯାଇଛି, ସେମାନେ ଏଠି ଭୁଲି ଯାଉଛନ୍ତି ଯେ ଯେ ଏଇ ଏଇ ଯୋଉ ଦିନେ ନା ଦିନେ ଆମର ଯୋଉ ପରିଣାମ ଟା ଅଛି ଗୋଟେ ଭୟାନକ ହବ। ସେ ପରିଣାମ କଣ? ସେମାନେ ଦିନେ ତ ସେମାନେ ଜଳି ପୋଡି ପାଉଁଶ ହେବେ। ମରିଗଲା ମୃତ୍ୟୁବରଣ ନିଶ୍ଚୟ କରିବେ, ଦିନେ ପାଉଁଶ ହେବେ। ଆଉ ଏଇ ଭକ୍ତି ସଭ୍ୟତାରେ ଯେତେ ଅଗ୍ରଗତି ଉନ୍ନତି କରିଛନ୍ତି ସେମାନେ ଦେବତା ହେଲେ ବି ଏଇଠି ଯଦି ଧରା ପୃଷ୍ଠକୁ ଆସିବେ ତାଙ୍କର ଦିନେ ନା ଦିନେ ଭୌତିକ ଶରୀରଟା ନିଜେ ଦିନେ ଦିନେ ଧ୍ୱଂସ ହେବ। ଏଇ କଥା ଗୁଡାକ ସେମାନେ ଧନୀ ବ୍ୟକ୍ତି ତାଙ୍କର ସେଇ ଯୋଉ ଗର୍ବ ଅହଙ୍କାର କରି ସେଇ କଥା ଗୁଡକୁ ଭୁଲି ଯାଆନ୍ତି। ଆଉ ଆଉ ଯୋଉ ଭୌତିକ ଚରିତ୍ରଟା ତ ଆମର କଣ ଭୌତିକ ଚରିତ୍ରଟା ଆମର ତ ସେଇ ମଳ ମୂତ୍ର ଆଉ ବିଭିନ୍ନ ପ୍ରକାର ଯୋଉ ଆମ ଶରୀର ଭିତରେ କୃମି ଅଛନ୍ତି ସେ ଯୋଉ ସେଇଥିରେ ଗଢା ଆଉ ସେ ସେମାନେ ଏଇ କଥାଠୁ ସେମାନେ ବି ତାଙ୍କ ମନରେ ଆସିପାରେ ନା ଯେ ଆମେ ଦିନେ ନା ଦିନେ ଆମେ ନଷ୍ଟ ହେବୁ। ଆଉ ଏଇ ଯୋଉ ବସ୍ତୁବାଦୀ ଅନ୍ୟ ପ୍ରାଣୀ ପ୍ରତି ସେମାନେ କଣ କରୁଛନ୍ତି ହିଂସା ପ୍ରଣୟ କରିକିରି ତାଙ୍କ ଯୋଉ ଜୀବନର ଲକ୍ଷ୍ୟକୁ ସେମାନେ ବୁଝି ପାରନ୍ତି ନାହିଁ। ଆଉ ସେ ଲକ୍ଷ୍ୟ ବୁଝି ନ ପାରିକି ସେମାନେ କଣ କରନ୍ତି ମାନେ ନର୍କଗାମୀ ହୁଅନ୍ତି। ସେମାନେ ଭୁଲ କାମ ଗୁଡା କରନ୍ତି। ଲୋକମାନେ ଯୋଉ ଅସ୍ଥାୟୀ ଶରୀରରେ ଯୋଉ ସମସ୍ତ ପ୍ରକାର ଯୋଉ ପାପ କର୍ମ କରନ୍ତି ଆମ ଶରୀରରେ ରହିକି ଯୋଉ ମୋହରେ ପଡିକି ସେମାନେ ବିଭିନ୍ନ ପ୍ରକାର ପାପ କର୍ମ କରନ୍ତି। ଏ ଶରୀର ତାଙ୍କର କି ନାହିଁ ସେ କଥା ସେମାନେ କଣ କରନ୍ତି ବୁଝିବାକୁ ସକ୍ଷମ ହୁଅନ୍ତି ନାହିଁ। ଆଉ ଶରୀର ହେଉଛି ତାର ଆମେ ଜାଣିବା ଦରକାର ଯେ ଏଇ ଶରୀରଟା କାହାର। ଆମର ନା ଏଇ ଯୋଉ ଆମେ ଖାଦ୍ୟ ଖାଉଛୁ ସେଇଥିରେ ତ ଶରୀର ପୁଷ୍ଟ ହଉଛି। ତେଣୁ ଏହା ବିଚାର କରିବା କଥା ଯେ ଏ ଶରୀର ଯୋଉ ଆମ ନିଜର ନା ଆମକୁ ଯେ ଖାଇବାକୁ ଦିଏ ସେ ମାଲିକର ନା ଯୋଉ ଆଉ କି କଣ ଗୋଟେ ଚିନ୍ତା କରିବା କଥା। ମାଲିକ ଯୋଉ ମାଲିକ ମାନେ ତା ପାଇଁ ଆମେ ଯୋଉ କାମ କରୁଛେ ସେ ଯୋଉ ତାଙ୍କ ଯୋଉ କ୍ରୀତଦାସ ମାନଙ୍କର ଯୋଉ ମାଲିକ ବା ସେମାନଙ୍କର ଯୋଉ ଶରୀର ଉପରେ ଯୋଉ ଆମେ ତାଙ୍କଠୁ କିଛି ପଇସା ଆଣିକି ତାଙ୍କ ଯୋଉ ଚାକର ହେଇକି ଯୋଉମାନେ କାମ କରନ୍ତି ସେ କ୍ରୀତଦାସ ମାନେ କଣ କରନ୍ତି ସେ ମାଲିକ ମାନେ ତାଙ୍କ ଶରୀରରେ ପୂର୍ଣ୍ଣ ଅଧିକାର କରିକି ପୂର୍ଣ୍ଣ ଅଧିକାର କରିଥାନ୍ତି। ତାଙ୍କୁ ସେ କିଛି ଖାଦ୍ୟ ଯୋଗେଇକି କିଛି ପଇସା ଦେଇକି ସେ ତାଙ୍କ ଶରୀର ପ୍ରତି ସେ ଅଧିକାର କରିଥାନ୍ତି। କିନ୍ତୁ ଏଇଠି ଗୋଟେ ଆମ ମନରେ ଗୋଟେ ପ୍ରଶ୍ନ ଆସୁଛି ଯେ ଆମେ ଏଇ ଯୋଉ ଆମ ଏଇ ଶରୀରଟା ଯେ ପିତାଙ୍କ ବୀଜ ପ୍ରଦତ୍ତ ନା ମାତାଙ୍କ ଗର୍ଭରେ ଯୋଉ ମାନେ ଏଇ ଶରୀରଟା କାହାର ମାତାଙ୍କର ନା ପିତାଙ୍କର ନା ପିତାମହଙ୍କର ଏଇଠି ଆଉ ଗୋଟେ ଆମେ ଆଉ ଗୋଟେ ପ୍ରଶ୍ନ ଆସୁଛି। ଆଉ ଯୋଉ ଆମେ ଯୋଉ ଆଉ ବି ଯୋଉ ମୂର୍ଖ ଲୋକମାନେ ଭାବନ୍ତି ଭୌତିକ ଆମ ଶରୀରଟା ହଉଛି ଆତ୍ମା। ଆଉ ଆତ୍ମା ବୋଲି ଏମିତି କିଛି ନାହିଁ ଶରୀର ହଉଛି ଆତ୍ମାରେ ସେମାନେ ଏଇ ଭୁଲ ଧାରଣାରେ ବଞ୍ଚନ୍ତି। ଏଇ ଯୋଉ ଭୁଲ ଧାରଣା ଟା ସେମାନେ ହେଇକି କଣ କରନ୍ତି ଯେ ସମସ୍ତ ପ୍ରକାର ପାପ କର୍ମରେ ଲିପ୍ତ ହେଇଯାଆନ୍ତି। ଆଉ ଯୋଉ ଆମେ ବୁଦ୍ଧିମାନ ବ୍ୟକ୍ତି ଯଦି ଯୋଉମାନେ ବୁଦ୍ଧିମାନ ଅଛନ୍ତି ସେମାନେ ପ୍ରକୃତରେ ଶରୀରଟା କାହାର। ଯୋଉମାନେ ଜାଣିନାହାନ୍ତି ଶରୀରର ରକ୍ଷା ନିମିତ୍ତ ନିଜକୁ ଶରୀରର କିଛି ଗୋଟେ ପୋଷଣ କରିବା ପାଇଁ ମାନେ ଅନ୍ୟ ପ୍ରାଣୀଙ୍କୁ ହତ୍ୟା କରି ଆମର ଯୋଉ ପୋଷଣ ଟା ଆମେ ଆମ ଶରୀରକୁ ଶକ୍ତିବର୍ଦ୍ଧ କରୁଛୁ। ଅନ୍ୟ ଶରୀରକୁ ଖାଇକି ଆମେ ହତ୍ୟା କରି ତା ରୋଷେଇ କରିକି ଆମେ ତାଙ୍କୁ ଖାଉଛୁ। ତ ଏଇ ଯୋଉ ଆମେ ଏଥିରେ ଗୋଟେ ମାନେ ଗୋଟେ ଏଇଥିରୁ ଆମେ ଗୋଟେ କିଛି ଗୋଟେ ଶିକ୍ଷା ଲାଭ କରିବା କଥା ଯେ ଆମେ ଜାଣିବା କଥା ଯେ ବୁଦ୍ଧିମାନ ସହିତ କାମ କରିବା କଥା ଯେ ଆମେ କାହିଁକି ସେ ନିରୀହ ପଶୁ ମାନଙ୍କୁ ହତ୍ୟା କରି ଖାଉଛେ। ଆଉ ଆଉ ବେଳେ ବେଳେ କଣ ହୁଏ କ୍ରୀତଦାସ ଶରୀରକୁ ମାଲିକ ଯୋଉ କିଣି ନେଇଯାଏ ଯାହା ଫଳରେ ଦାସର ସେ ଶରୀର ପ୍ରତି ଯୋଉ ମାଲିକ ହୁଏ ଶରୀର ଯୋଉ ଆମେ କଣ ହୁଏ ଶରୀରଟା ଦିନେ ମୃତ୍ୟୁବରଣ କଲେ ସେ ଶରୀରଟା ଅଗ୍ନିରେ ଦାହ ହେଇକି ଆମେ କଣ କରିବା ମୃତ ଶରୀର ଅଗ୍ନିରେ ଦିଆଯାଏ। ମୁକ୍ତ ଅଗ୍ନିରେ ପୋଡି ସାରିଲା ପରେ ସେ କଣ ପାଉଁଶ ହେଇଯାଏ। ପାଉଁଶ ହେଇବ ଯଦି ବି ଯଦି ଯାହାକୁ ପୋଡା ନହେଲା ବା ରାସ୍ତାରେ କାହାକୁ ଫିଙ୍କି ଦେଲେ ସେଇଟା ତ ଯାହାହେଲେ ବି କୁକୁର ଶାଗୁଣା ବିଲୁଆ ମାନେ ଖାଇବେ। ସେଇଟା ମଳରେ ପରିଣତ ତାଙ୍କୁ ଯୋଉ ଖାଇକି ଯୋଉ ମଳରେ ପରିଣତ ହେଲା ମାନେ ପକାଇବା ମାନେ ଗୋଟେ ପାଉଁଶ ମଳ
ଆଉ ଯୋଉ ଏଇ ଯୋଉ ଜିନିଷ ଆମର ଶରୀର ତ କିଛି ନୁହଁ, ଏଇ ଶରୀର ଯୋଉ ଆମେ ଯୋଉ ଶରୀର ପାଇଁ ଯୋଉ ପାପ କର୍ମ ଯୋଉ କରୁଛେ, ଆଉ ଯୋଉ ଯଦି ପାପ କର୍ମ କରିବା ଗୋଟେ ଗୋଟେ ଭାବିବା ଉଚିତ, ଆମର ଗୋଟେ ପ୍ରଶ୍ନ ଆସିବା କଥା ଏଇ ଶରୀରଟା ଆମର କାହାର, ମାନେ ଶରୀରଟା କଣ, ମାନେ କାହା ଦ୍ୱାରା ହିଁ ପ୍ରଦତ୍ତ ହେଇଛି। ତ ଆମେ ଏଠୁ ଜାଣିପାରିବା ଯେ ଏ ଶରୀର ଭୌତିକ ପଦାର୍ଥ ଗଠିତ, ଆମେ ଶେଷରେ ଏ ଏଇ ଶରୀର ଭୂତ ପ୍ରକୃତିରେ ମିଶିଯାଏ। ତେଣୁ ଶରୀର ହେଉଛି ଭୂତ ପ୍ରକୃତିର। ଆଉ କେହି ଭୁଲରେ ଏପରି ଭାବିବା ଉଚିତ ନୁହେଁ ଯେ ଏ ଶରୀର ଆମ ନିଜର ବୋଲି। ଶରୀର ହେଉଛି ଭୂତ ପ୍ରକୃତିର। ଉମ୍, ତ ଏହିପରି ମିଥ୍ୟା ଅଧିକାରକୁ ରକ୍ଷା କରିବା ନିମିତ୍ତ ଅନ୍ୟ ପ୍ରାଣୀମାନଙ୍କୁ ଯୋଉ ଆମେ ହତ୍ୟା କରୁଛେ, ତ ଆମେ କାହିଁକି ତାଙ୍କୁ ହତ୍ୟା କରୁଛେ? ଏ ଶରୀର ରକ୍ଷା କରିବା ନିମିତ୍ତ ନିରୀହ ପ୍ରାଣୀକୁ ଆମେ ହତ୍ୟା କରୁଛେ, ତାର ଆବଶ୍ୟକତା କଣ? ତ ଆମେ ଏଇଠି ଏଇ ଯୋଉ ଭୁଲ ଭୁଲ ଜିନିଷ ଗୁଡାକ କରୁଛେ। ଯେତେବେଳେ ଯୋଉ ମାନବ ଆମେ ଯୋଉ ଏଇ ଯୋଉ ମିଥ୍ୟା ଐଶ୍ୱର୍ଯ୍ୟ ଅଧିକାର ହେଇକି ଆମେ ଯୋଉ ଗର୍ବ କରିକି ଆ ଯୋଉ ଆମେ ଯିଏ ବି ଆମର ଯୋଉ ଉପଦେଶ ମାନେ ଦଉଛନ୍ତି, ସାଧୁ ସନ୍ଥ ମାନେ ଯୋଉ ଆମକୁ ଉପଦେଶ ଦିଅନ୍ତି ତ ମାଂସାହାର କର ନାହିଁ, ଧର୍ମ ଆଚରଣ କର, ତାଙ୍କ କଥା ଆମେ ସେ ଯୋଉ ଗର୍ବ ଅନାତ ହେଇକି ଆମେ ତାଙ୍କ ଉପଦେଶ ଶୁଣୁନାହିଁ, ତାଙ୍କୁ ଅବହେଳା କରିଦଉଛୁ। ସେତେବେଳେ ସେ ଆମେ କଣ କରୁଛୁ? ମଦ ପିଇବା, ମାଂସ ଖାଇବା, ଅନ୍ୟାନ୍ୟ ମୈଥୁନରେ ରତ ହେବା, ଅନ୍ୟ ସ୍ତ୍ରୀକୁ ସଙ୍ଗ କରିବା, ଏ ପ୍ରକାର ଯୋଉ ପରିସ୍ଥିତିରେ ଯୋଉ, କିନ୍ତୁ ଏପଟେ କହିଛନ୍ତି ପ୍ରଭୁପାଦ ଯେ ଧନୀ ବ୍ୟକ୍ତି ମାନେ ଏମିତିଆ ତାଙ୍କର ଆଚରଣ, କିନ୍ତୁ ସେ ଗରିବ ବ୍ୟକ୍ତି ପ୍ରତି ଟିକେ କିଛି ଅଲଗା ହିସାବରେ ସେ ତାଙ୍କ ଏଠି ଧାରଣା ଦେଇଛନ୍ତି, ମାନେ କିଛି କହିଛନ୍ତି। କାରଣ ଦରିଦ୍ର ବ୍ୟକ୍ତି କଣ ସର୍ବା ସେ ଜାଣିଥାଏ ଅନ୍ୟ ଶରୀର କଥାକୁ ସେ ନିଜେ ବିଚାର କରିଥାଏ, ଯେ ସେ ଶରୀରଟା ଯେ ସେ ଯେ କାମ କରୁଛି ସେ କେତେ କଷ୍ଟ କରୁଛି, ଯେ ମାନେ ସେଇ କଷ୍ଟଟା ପ୍ରାଣୀର ଯୋଉ ଶରୀରକୁ ଯଦି ଆମେ ସେ ଜାଣିଛି ଯେ କଷ୍ଟଟା କଣ, ମାନେ ସେ ଖଟିଖିଆ ଲୋକ ସେ ଜାଣିଛି ଯେ କଷ୍ଟଟା, ସେ ଯେ ପ୍ରାଣୀର ଶରୀରକୁ ଯଦି ଅଧିକ କଷ୍ଟ ଦଉଛି, ଭଲ ସେ ତାର ଶରୀର ଉପରେ ଯଦି ଟିକେ ଆଘାତ ଲାଗିଲେ ତାଙ୍କୁ କେମିତି କଷ୍ଟ ଲାଗୁଛି କାମ କରିବେ। ତେଣୁ ସେ ଜାଣିପାରୁଛି ଯେ ଏମିତିଆ ପ୍ରାୟ ସେ ଦରିଦ୍ର ଲୋକ ଗୁଡାକ ଏମିତିଆ ଭୁଲ କାମ କରନ୍ତିନି। ତ ନାରଦ ସେଠି ସବୁ ବିଚାର କରୁଛନ୍ତି ଯେ ସେ ଏଇ ଯୋଉ ଦି ଜଣ ଅଛନ୍ତି ନଳକୂପ ମଣିଗ୍ରୀଙ୍କୁ, ଯୋଉ ତାଙ୍କ ମିଥ୍ୟା ଅହଙ୍କାରରେ ସେ ଗ୍ରସ୍ତ ହେଇଯାଇଛନ୍ତି, ତାଙ୍କୁ ଯୋଉ ଉଚିତ ଶିକ୍ଷା ଦେବା ପାଇଁ ଜୀବନ ପୁଣି ତାକୁ ପୁନଃ ଫେରାଇ ଆଣିବା ପାଇଁ ଜୀବନ ବ୍ୟବସ୍ଥାରେ ସେ ଉଚିତ ସେ ଭାବିଛନ୍ତି ଯେ ତାଙ୍କୁ କିଛି ଗୋଟେ ଅଭିଶାପ ଦେବେ। ଆମ ଦେଖନ୍ତୁ ଯେ ଗୋଟେ ଗରିବ ଲୋକର ଗୋଟେ ଆମେ ଯଦି ଶରୀର ଗୋଟେ ପିନ୍ କଣ୍ଟା ଗୋଟେ ଯଦି ପୋଡି ଯାଉଛି ଆମକୁ କେମିତି ଆମ କଷ୍ଟ ଲାଗୁଛି, ଯଦି ଆମେ ଯୋଉ ପଶୁଙ୍କୁ ଯୋଉ ହତ୍ୟା କରାଯାଉଛି ତାଙ୍କୁ ଯେ କେତେ କଷ୍ଟ ଲାଗୁଥିବ। ସେ ଦରିଦ୍ର କେତେ କଷ୍ଟ ସେ ଭୋଗ କରୁଥିବ, କେମିତି ତାର ସେ ତାକୁ କାଟିଲା ବେଳେ କେମିତି କରୁଣ ଚିତ୍କାର କରୁଥିବ। କିନ୍ତୁ ସେ ଦରିଦ୍ର ଜଣକ ସେ ସେମିତିଆ ଭୁଲ କାମ କରିବନି। ଦରିଦ୍ର ତା ଯୋଉ ଜୀବନରେ କଟାଉଥିବା ଜଣେ ସେ ଗୋଟେ ଯଦି ଦରିଦ୍ର ତ ବିଚାର ଯଦି ବୁଦ୍ଧିମାନ ବି ହେଇଥିବ, ଦରିଦ୍ର ହଉ ସେ ବୁଦ୍ଧିମାନ ହେଇଥିଲେ ବି ବୁଦ୍ଧିମାନ ବ୍ୟକ୍ତି ସେ କଣ ଚାହିଁବନି ଯେ ସେ ଅନ୍ୟ କୌଣସି ବ୍ୟକ୍ତି ଜୀବନରେ ଗରିବ ଅବସ୍ଥାର ଉପରକୁ ଉଠିଛି ଏବଂ ଧନୀ ହେଇପାରିବ, ସେ କେବେ ଚେଷ୍ଟା କରିବନି ସେ ଧନୀ ହେବା ପାଇଁ। ସେ ତାର ସେ ଜୀବନରେ ହିଁ ବ୍ୟସ୍ତ ରହିବ। ସେ ତା ସେ ତାର ଜୀବନର ଅନ୍ତିମ ସମୟରେ କଣ କରିବ, କେତେକ ଅ ଦାତବ୍ୟ ଅନୁଷ୍ଠାନ ପ୍ରତିଷ୍ଠା କରିବ, କାରଣ ସେ ଅନ୍ୟ ଦରିଦ୍ର ଲୋକମାନଙ୍କ ଦ୍ୱାରା ଉପକୃତ ହେବେ। ସେ ଭାବି ପାରିବ, ଚିନ୍ତା କରିବ କିଛି ଗୋଟେ ସେ ପ୍ରତିଷ୍ଠାନ କରିବ ଦରିଦ୍ର ବ୍ୟକ୍ତି। ଏହି ଦରିଦ୍ର ଗରିବ ହୃଦୟର ଅନ୍ୟ ସୁଖ ଦୁଃଖକୁ ସହାନୁଭୂତି ସହକାରେ ବିଚାର କରେ। ଗରିବ ଲୋକ କଦାପି ସେ ମିଥ୍ୟା ଗର୍ବ ଅନୁସାରେ ହୁଏ ନାହିଁ। ଆହୁରି ମଧ୍ୟ ସେ ସମସ୍ତ ପ୍ରକାର ଏଇ ଯୋଉ ତାର କିଛି ତ ତାର ଟାଇମ ନଥିବ, ସେ ତ ଖଟି ଖାଇଲେ ଚଳିବ, ସେ କେତେବେଳେ ସେ ଏତେ ରୋଜଗାର କରିପାରିବ ସେ ମଦ ପିଇବ, ମାଂସ ଏଇ ଯୋଉ ଅବିଚାର ଉପରେ ତାର ଧ୍ୟାନ ଦେବ। ସେ ତ ତାର ଆର୍ଥିକ ଅବସ୍ଥା ଭଲ ନଥିବ, ସେ ତାର ଅର୍ଥ ଉପାର୍ଜନରେ ଲାଗୁଥିବ। ଆଉ ଦରିଦ୍ର ଜୀବନ ଯାପନ ଗୋଟେ ଗୋଟେ ତା ଗୋଟେ ସ୍ଵାଧୀନ ହିସାବରେ ସେ ଚଳୁଛି। ଆଉ ବୈଦିକ ସଂସ୍କୃତି ଅନୁସାରେ ଯୋଉ ବ୍ରାହ୍ମଣ ମାନେ ବି ଆମର ଯୋଉ ସାଧୁଗୁରୁ ମାନେ ଅଛନ୍ତି, ସେ ସେମିତିଆ ସବୁବେଳେ ଚାହାନ୍ତି ସେ ମିଥ୍ୟା ଅହଙ୍କାର ଓ ପାର୍ଥିବ ଆଶୁରୁ ରକ୍ଷା ପାଇବା ପାଇଁ ସେ ନିଜକୁ ଦରିଦ୍ର ହିସାବରେ ଅବସ୍ଥାରେ ରଖିବା ପାଇଁ ସେ ଚେଷ୍ଟା କରନ୍ତି। କାହିଁକି ନା ସେ ଧନୀ ହେଇଗଲେ ଯୋଉ ମିଥ୍ୟା ଅପମାନଟା ଆସିବ, ଗର୍ବଟା ଆସିବ, ସେ ଚାହିଁବେନି ସେ ଧନୀ ହେବା ପାଇଁ, ସେଇ ଗରିବ ହିସାବରେ ସେ ତାଙ୍କର ଭରଣ ପୋଷଣ କରିବେ। ଆଉ ଜଣେ ଗରିବ ଲୋକ ଅଧିକ ଭୋଜନ କରିକି ସେ ଭୋଜନ କରିବ ନାହିଁ, ତାର ଅସୁବିଧା ଭାବରେ ସେ ମୋଟା ବି ହେଇପାରିବନି। ଆଉ ଯେତିକି ଦରକାର ସେ ସେତିକି ଖାଇବ, ଭୋଜନ କରିବ। ତ ଅଧିକ ଭୋଜନ କଲେ କରିବ ନାହିଁ, ତ ତାର କିଛି ଅକ୍ଷମ କିନ୍ତୁ କି ଇନ୍ଦ୍ରିୟ ଗୁଡିକରେ ଅଧିକ ଉତ୍ତେଜିତ ହେବେ ନାହିଁ। ଆଉ ସେଇ ଇନ୍ଦ୍ରିୟ ଗୁଡିକ ସଂଯମ ହେଇକି ରହିବେ ଆଉ ହିଂସା କାମ କରିବେନି। ଆଉ ଦରିଦ୍ର ଆଉ ଗୋଟେ ସୁବିଧା ହେଉଛି ଜଣେ ସାଧୁ ସନ୍ୟାସୀ ଖୁବ ସହଜରେ ଗୋଟେ ଗରିବ ଲୋକଙ୍କ ଘରକୁ ଯାଇପାରିବେ। କିନ୍ତୁ
ଗୋଟେ ଧନୀ ଲୋକଙ୍କ ଘରକୁ ଯିବାକୁ ସେ ଶହେ ଥର ଭାବିବେ ନାଇଁ ଧନୀ ଘର ଲୋକକୁ ଯିବି। ତା ଆଗରେ ଜଣ ତ ସେ ତ ଏବେ ଆଜିକାଲି କଣ କରୁଛନ୍ତି ଧନୀ ଲୋକମାନେ ସବୁ ଆଗରେ ବି ୱେର ଫର ଡଗ୍ ବାନ୍ଧିଦେବେ ଗେଟ୍ ଲଗେଇ ଦେଇଥିବେ କୁକୁର ଗୋଟେ ଜଗେଇ ଦେଇଥିବେ। ତ ଜଣେ ସାଧୁ ଯିବ କେମିତି ତାଙ୍କ ଘରକୁ ସେ ଦେଖିବାକୁ ଭୟ କରିବ। ନାଇଁ ଗୋଟେ ଏଡେ ବଡ ବ୍ୟକ୍ତି ମୁଁ କୁକୁରଟା ଅଛି କାମୁଡି ଦବ କାଳେ ମୁଁ ଯିବିନି ଭିତରକୁ। କିନ୍ତୁ ଡରିବ ସେ ଅକାଳରେ ପଶିବ। ଆମର ଯୋଉ ମିଡିଲ କ୍ଲାସ ଫ୍ୟାମିଲି ଅଛନ୍ତି ତାଙ୍କ ସାଧୁଟା କଣ କରିବ ସେ ଆରାମ ସେ ବିନା ଦ୍ୱନ୍ଦ୍ୱରେ ସେ ତାଙ୍କ ଘରକୁ ଯାଇକି ଭିକ୍ଷା କରିପାରିବ। ଆଉ ସେଇ ଭିକ୍ଷା ଦ୍ଵାରା ସେ କଣ କରିପାରିବ ତାଙ୍କୁ କିଛି ଉପଦେଶ ଦେଇପାରିବ। ତ ସେ ଦ୍ୱାରା ବି ଦରିଦ୍ର ବ୍ୟକ୍ତି କିଛି ସେ ଉପଦେଶ ପାଇଲା ତାର ସେ ତ ତାର ତ କିଛି ଟାଇମ ନାହିଁ ତାର ଭାବିବାର ଟାଇମ ନାହିଁ ଠାକୁରଙ୍କ ସେ ଜାଣିପାରିବ ନାହିଁ। କିନ୍ତୁ ଏଇ ସାଧୁ ମାନେ ତାଙ୍କ ଘରକୁ ଗଲେ ସେ ସାଧୁ ମାନେ ତାଙ୍କୁ ଯୋଉ ଶିକ୍ଷା ଟା ଦେଲେ ସେ ମାନେ କିଛି ତାର ଆତ୍ମାର ଉନ୍ନତି ହେଲା ତାର କିଛି ସେ ଚେଷ୍ଟା କରିପାରେ ନାହିଁ ଠାକୁର କଣ କେମିତି ଶରୀର କଣ ଆତ୍ମା କଣ ବିଷୟରେ ଜାଣିପାରିବ। ତେଣୁ ଏଇ ସବୁ ବିଚାର କରି କଣ କଲେ ସେ ତାଙ୍କର ମହର୍ଷି ନାରଦ ନିଜ ଗୋଟେ କର୍ତ୍ତବ୍ୟ ଭାବିକି ଏଇ ଦି ଦେବତାଙ୍କୁ ମଣିଗିରି ଏବଂ ନଳକୁବେରଙ୍କୁ ଯୋଉ ଏପରି ଅବସ୍ଥାରେ ଅଛନ୍ତି ସେ ଯୋଉ ଧନ ସମ୍ପତ୍ତି ଐଶ୍ୱର୍ଯ୍ୟରେ ଅଯଥା ଗର୍ବାନ୍ୱିତ ହେଇକରି ଯୋଉ ଭୁଲ କାମ ଗୁଡାକ କରୁଛନ୍ତି ସେ ତାଙ୍କୁ ଅଭିଶାପ ଦେବାକୁ ଚିନ୍ତା କଲେ। ଆଉ ସେ ନାରଦ ହଉଛନ୍ତି ସେ ମହର୍ଷି ମହର୍ଷି ଦୟାଳୁ ଥିଲେ ତ ଅଟୋମେଟିକ ଦୟାଳୁ। ସେ କଣ କଲେ ତାଙ୍କର ଯୋଉ ଅଧଗତି ହେଇଛି ସେମାନଙ୍କୁ ରକ୍ଷା କରିବାକୁ ସେ ଇଚ୍ଛା ପ୍ରକାଶ କରୁଛନ୍ତି। ଆଉ ଯୋଉ ଅନ୍ଧକାରରେ ଅଛନ୍ତି ସେମାନେ ଆଉ ଯୋଉ ସେମାନେ ଯୋଉ ଇନ୍ଦ୍ରିୟ ଦମନ କରି ନ ପାରି ଯୋଉ ଅବୈଧ ସଙ୍ଗ କରୁଥିଲେ। ଆଉ ସେ ବିଭିନ୍ନ ପ୍ରକାର ଯୋଉ ଘୃଣିତ ଜୀବନ ଯାପନ ରକ୍ଷା କରିବା ପାଇଁ ନାରଦ ସାଧୁ ସଙ୍ଗ ଗୋଟେ ତାଙ୍କର କର୍ତ୍ତବ୍ୟ ମନେ କରିକି ସେ ତାଙ୍କୁ ଅଭିଶାପ ତ ଦେବେ କିନ୍ତୁ ମାନେ ତାଙ୍କ ପାଇଁ ଭଲ ଆଉ ସେ ଚିନ୍ତା କରିକି ତାଙ୍କୁ ଗୋଟେ ଇଏ କରୁଛନ୍ତି ବାଟକୁ ଆଣିବା ପାଇଁ ଆଉ। ପଶୁ ଜୀବନରେ ପଶୁମାନେ ଯେମିତିଆ ସେମାନଙ୍କର କିଛି ବିବେକ ନଥାଏ ସେମାନେ ବିନା ବସ୍ତ୍ରରେ ସେମାନେ ବିଚରଣ କରୁଛନ୍ତି। ସେମିତିଆ କିନ୍ତୁ ସେ ତ ହଉଛନ୍ତି ଦେବତାଙ୍କର ପୁତ୍ର। ସେ ବିନା ବସ୍ତ୍ରରେ ସେ ଗଙ୍ଗା ନଦୀ ବୋଲି ଗୋଟେ ପବିତ୍ର ଜାଗାରେ ସେ ମାନେ ନିବସ୍ତ୍ର ହେଇକରି ସେ ସ୍ନାନ କରୁଛନ୍ତି। ତ ଦେବତାଙ୍କ ପୁତ୍ର ହେଇକରି ତ ସେମାନେ ନିଶାଚକ୍ତ ଯୋଉ ଅବସ୍ଥାରେ ଥିଲେ ପଶୁ ଆଚରଣ କରୁଛନ୍ତି। ଆଉ ନିଜକୁ ସେ ଯୋଉ ଯେତେବେଳେ ବି ମହର୍ଷି ନାରଦ ସେପଟୁ ଯାଉଛନ୍ତି ଗୋଟେ ଏତେ ବଡ ମହର୍ଷି ତାଙ୍କୁ କିଛି ସମ୍ମାନ ନ ଦେଇକି ସେ ତାଙ୍କ କ୍ରୀଡାରେ ସେ ଜଳ କ୍ରୀଡାରେ ମସ୍ତ ହଉଛନ୍ତି। ତ ଅ, ତ ତ ସେଥିପାଇଁ ସେ କଣ କଲେ ନାରଦ ସେମାନଙ୍କୁ ଗୋଟେ ବୃକ୍ଷ ଦିଟି ବୃକ୍ଷ ରେ ତାଙ୍କୁ ଅଭିଶାପ ଦେଲେ ବୃକ୍ଷ ହେବା ପାଇଁ ବୃକ୍ଷ ଯେମିତି ନିର୍ବାସ୍ତ ଥାଏ ସେ ତାଙ୍କୁ ସେ କଣ କଲେ ବୃକ୍ଷ ହେବା ପାଇଁ ଗୋଟେ ଅଭିଶାପ ସେ ଦେଲେ। ଆ, ଉମ, ତାଙ୍କୁ ଗୋଟେ ଦଣ୍ଡ ସ୍ୱରୂପ ବୃକ୍ଷ ମାନେ କଣ ସବୁବେଳେ ସେ ଗୋଟେ ଜାଗାରେ ଛିଡା ହେବେ। ଆଉ ସେ କଣ କରେ ମାନେ ଏତେ ତ ସେମାନେ ତାଙ୍କର ଯଦିଓ ବୃକ୍ଷ ମାନେ ତମ ଗୁଣ ବିଶିଷ୍ଟ ନାହାନ୍ତି ସେମାନେ କଣ କରିବେ କାହାର କିଛି କ୍ଷତି କରିବେ କିନ୍ତୁ ସେ ଅ, ଅ, ସେମିତିଆ ଛିଡା ହେଇଥିବେ। କିନ୍ତୁ ଯେତେବେଳେ ସେ ନାରଦ ଚିନ୍ତା କଲେ ଯେ ଆମକୁ ଯଦି ଅଭିଶାପ ଦେଇଦେବି ଆଉ ତ ଅଲଗା ଜନକୁ ପଳେଇବେ ତ ସେମାନେ କଣ ଭୁଲିଯିବେ। ଏଠି ପ୍ରବାଦ କହିଛନ୍ତି ଯେ ଆମେ ସାଧାରଣ ମନୁଷ୍ୟ ପକ୍ଷରେ ସମ୍ଭବ ହେଉଛି ଯେ ଆମେ ଗୋଟେ ଜନ୍ମକୁ ଅନ୍ୟ ଜନ୍ମ ଗଲାବେଳେ ଆମେ ଯୋଉ ପୂର୍ବ ଜନ୍ମ କଥା ସବୁ ଭୁଲିଯିବା କିନ୍ତୁ ଏଠାରେ ସେ ପ୍ରଭୁଙ୍କ କୃପାରୁ ମାନେ ଦେବର୍ଷୀ ନାରଦ ତାଙ୍କୁ ଏପରି ଗୋଟେ ବରଦାନ ଦେଲେ ସେ ଯେମିତି ଗଛ ରୂପରେ ଥାଇକି ମଧ୍ୟ ସେ ତାଙ୍କ ଯୋଉ ପୂର୍ବ ଅବସ୍ଥା ସେ ଜାଣି ପାରିଥିବେ ଯେ ଆମେ ଜଣେ ଦି ଜଣ ଦେବତା ଥିଲୁ। ତାପରେ ସେ କଣ କଲେ ସେ ତାଙ୍କୁ ଗୋଟେ 100 ବର୍ଷ ପାଇଁ ସେ ତାଙ୍କୁ ଅଭିଶାପ ଦେଲେ ଯେ 100 ବର୍ଷ ପର୍ଯ୍ୟନ୍ତ ସେମାନେ ସେ ଏମିତିଆ ବୃକ୍ଷ ରୂପରେ ସେ କିନ୍ତୁ ସେ ବୃକ୍ଷ ଏମିତିଆ ଗୋଟେ ଜାଗାରେ ହବ ସାଧାରଣ ଜାଗା ହେଲେ କେହି କିଛି କିନ୍ତୁ ତାଙ୍କର ବରଦାନ କଣ ହେଲା ଯେ ସେ ନନ୍ଦ ବାବାଙ୍କର ଅଗଣାରେ ସେ ବୃକ୍ଷ ଦିଟା ଥିବେ। ତ କେତେ ଭାଗ୍ୟ ତାଙ୍କର ଆଉ ସେ ପୁଣି କୃଷ୍ଣଙ୍କୁ ଦେଖା କରିବେ। ମାନେ ଦର୍ଶନ ଦେବେ ଶ୍ରୀକୃଷ୍ଣ ନିଜେ ତାଙ୍କୁ ସାକ୍ଷାତ ପରମ ବୃକ୍ଷରେ ତାଙ୍କୁ ଭଗବାନ ନିଜେ ଉଦ୍ଧାର କରି ତାଙ୍କୁ ଦେଖା ଦେବେ ଏଇଟା ହଉଛି ଅଭିଶାପ ହେଲେ ବି ତାଙ୍କ ପାଇଁ ଗୋଟେ ବରଦାନ ସ୍ୱରୂପ ଏଇଠି ପ୍ରଭାତ ତାଙ୍କୁ କହୁଛନ୍ତି। ଆମକୁ ଇଏ କରିବା କହୁଛନ୍ତି ତ ତାପରେ ସେ ତାଙ୍କୁ ଅଭିଶାପ ଦେଇକି ସେ ତାଙ୍କ ଆଶ୍ରମକୁ ଫେରିଗଲେ ଦେବର୍ଷି କିନ୍ତୁ ସେଟା ଆମେ ଯୋଉ ସେ ଦି ଦି ଜଣ ଦେବତା ଗୋଟେ ଦିଟା ଅର୍ଜୁନ ଗଛରେ ପରିଣତ ହେଲେ। ସେ ନନ୍ଦ ବାବାଙ୍କର ଅଗଣାରେ। ହୁଁ। ଯଦିଓ ଶିଶୁକୃଷ୍ଣ କଣ ସେଇ ଟାଇମ ରେ କଣ ହେଇଛି ଶିଶୁକୃଷ୍ଣ ସେ ଉଦୁଖୋଲା ଉଦୁଖୋଲା।
ଉଦୁଖଳ ଉଦୁଖଳରେ ବନ୍ଧା ହେଇଥିଲେ। ଅ, ସେ ସେଇ ଟାଇମରେ ସେ ଭଗବାନ ଶ୍ରୀକୃଷ୍ଣ ମନେ ମନେ ବିଚାର କରୁଛନ୍ତି ଯେ ଯୋଉ ମୋ ଭକ୍ତ ଗୋଟେ ଯୋଉ ଅଭିଶାପ ଦେଇଥିଲେ, ତାଙ୍କର ଯୋଉ ଏଇ ଯୋଉ ଅଭିଶାପଟା ସତ୍ୟ କରିବା, ସେ ତ ପରମ ଭକ୍ତ, ତାଙ୍କର ଭଲ ଭକ୍ତ, ତାଙ୍କର ଯୋଉ ଇଚ୍ଛାଟା ପୂରଣ କରିବା ପାଇଁ, ତାକୁ ସତ୍ୟରେ ପରିଣତ କରିବା ପାଇଁ ସେ କଣ କଲେ, ଯେ ଯୋଉ ସେଇ ଯୋଉ ଦିଟା ବୃକ୍ଷଙ୍କ ନାଁ ହଉଛି ଜାମଳାର୍ଜୁନ ବୃକ୍ଷ, ଜାମଳାର୍ଜୁନ ବୃକ୍ଷ। ଭଗବାନ ଶ୍ରୀକୃଷ୍ଣ ଜାଣିଥିଲେ ଯେ ନାରଦ ତାଙ୍କର ଜଣେ ବିଶିଷ୍ଟ ଭକ୍ତ। ସେ ସମ୍ମୁଖରେ ସେ ଦଣ୍ଡା ହୋଇଥିବା ଯୋଉ ଅର୍ଜୁନ ବୃକ୍ଷ ଥିଲା, ତାଙ୍କର ସେ ହଉଛନ୍ତି ଦିଟା ସାଧାରଣ ବୃକ୍ଷ ନୁହଁ, ସେ ହଉଛନ୍ତି କୁବେରଙ୍କର କୁବେରଙ୍କର ଦିଟି ପୁତ୍ର। ଜଣେ ନଳକୂର ଆଉ ଜଣେ ମଣିଗୁରୁ। ଆଉ ସେ ଭାବିଲେ ମୁଁ ବର୍ତ୍ତମାନ ମୋର ବିଶିଷ୍ଟ ଭକ୍ତ ନାରଦଙ୍କର ବାଣୀକୁ ସତ୍ୟ କରିବି। ଆଉ ତାପରେ ସେ କଣ କଲେ, ତତ୍କ୍ଷଣାତ୍ ସେ କଣ କଲେ, ସେ ଦିଟା ବୃକ୍ଷ ମଝିରେ ସେ ଫାଙ୍କା ଭିତରେ ଗଳିଗଲେ। ଆଉ ସେ ଗଳିଗଲେ କିନ୍ତୁ ସେ ବାହାରି ଆସିଲେ, କିନ୍ତୁ ସେ ଉଦୁଖଳାଟା କଣ ହେଲା, ତାଙ୍କ ଯୋଉ ସେ ବୃକ୍ଷ ଦିଟା ମଝିରେ ଫସିଗଲା। ଆଉ ଏଇ ସୁଯୋଗ ନେଇକି ସେ ପ୍ରଭୁ କଣ କଲେ, ତାକୁ ବହୁତ ଜୋରରେ ଟାଣିଦେଲେ। ତ ସେ ଖୁବ ଜୋରରେ ଯେମିତି ଟାଣି ଦେଇଛନ୍ତି, ସେ ଗଛ ସଙ୍ଗେ ସଙ୍ଗେ ପୁରା ଡାଳଟା ଭୟଙ୍କର ଶବ୍ଦ କରିକି ସେଇଠି ମାନେ ଉପୁଡି ଯାଇଛି। ଏତେ ସେ ଏତେ ଶକ୍ତ ଗଛଟା, ନା ଅର୍ଜୁନ ଗଛ ଭାରି ଶକ୍ତ। ଏତେ ଶକ୍ତ ହୋଇକି ମଧ୍ୟ ସେ ଟିକେ ଚେଷ୍ଟା କରିକି ସେ ଦିଟା ଗଛ ଭାଙ୍ଗିକି ତଳେ ପଡିଛି। ଆଉ ସେଇ ଯେ ଦିଟା ଗଛରୁ କଣ ହେଇଛି, ତାଙ୍କର ମାନେ ଗୋଟେ ଉଜ୍ଜଳ କିରଣ ଆସିକି ଦିଟା ଦେବତା ସାଙ୍କର ସେଇଠୁ ବାହାରିଛନ୍ତି। ଆଉ ସେ ସେ ପୁରା ଉଜ୍ଜୁଲିତ ହେଇକି ଦିଟା ଦେବତା ବାହାରିଛନ୍ତି। ଆଉ ସେ ସାଙ୍ଗେ ସାଙ୍ଗେ ସେ ଦି ଜଣ କଣ କରିଛନ୍ତି, ନଳକୂପରେ ତାଙ୍କର ସେ ଭୁଲ ଟା ବୁଝି ପାରିକି ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ସେ କହୁଛନ୍ତି, ଏଇ ସେ ତାଙ୍କୁ ପ୍ରାର୍ଥନା କରୁଛନ୍ତି, କହୁଛନ୍ତି ହେ ଭଗବାନ ଶ୍ରୀକୃଷ୍ଣ, ଆପଣ ଆଦି ପୁରୁଷ, ଆପଣ ଆଦି ପୁରୁଷ ଭଗବାନ, ସମସ୍ତ ଯୋଉ ଐଶ୍ୱର୍ଯ୍ୟର ମାଲିକ, ବିଦ୍ୱାନ ବ୍ରହ୍ମଣ ପଞ୍ଚମତା, ଏମାନେ ଭଲ ଭାବରେ ଜାଣିଛନ୍ତି ଯେ ଆପଣଙ୍କର ଯୋଉ ଭୌତିକ ପରିପ୍ରକାଶ ଆପଣଙ୍କର ଶକ୍ତିର ବିସ୍ତାର ଅଟେ। ଏହା ବେଳେ ବେଳେ ଅବ୍ୟକ୍ତ ହୁଏ, କିନ୍ତୁ ଆପଣ ସମସ୍ତ ଜୀବର ଶରୀର ଓ ଜୀବନ ଇନ୍ଦ୍ରିୟ ମାନଙ୍କର ଯୋଗାଣ କର୍ତ୍ତା ହନ୍ତି। ଆପଣ ସନାତନ ଭଗବାନ ବିଷ୍ଣୁ, ଆପଣ ସର୍ବବ୍ୟାପକ, ଆପଣ ସବୁ କିଛି ଉଁ, ଅ, ସବୁ କିଛି ସବୁ କିଛି ନିୟନ୍ତ୍ରଣକାରୀ ଅଛନ୍ତି। ଆପଣ ସମସ୍ତ ଜୀବ ନିୟନ୍ତ୍ରଣକାରୀ ଅଛନ୍ତି। ଆପଣ ହେଉଛନ୍ତି ଅନନ୍ତ କାଳର ଅନନ୍ତ କାଳ। ଯେଉଁ ଭୌତିକ ପରିପ୍ରକାଶ ସୃଷ୍ଟି ସତ୍ୱ ତମ ରଜ ଗୁଣ, ଏଇ ଯୋଉ ତ୍ରିଗୁଣ ଅଛି କ୍ରିୟାଶୀଳ ହେଉଛି, ସେଇ ଭୌତିକ ସୃଷ୍ଟିର ଆଦି ହେଉଛନ୍ତି ଆପଣ। ତ ସମସ୍ତ ପ୍ରକାର ଜୀବ ମଧ୍ୟରେ ଆପଣ ହଉଛନ୍ତି ପରମାତ୍ମା ରୂପରେ ବିଦ୍ୟମାନ ଅଛନ୍ତି। ଆଉ ଜୀବ ମାନଙ୍କର ଶରୀର ଯୋଉ ମନ ମଧ୍ୟରେ ଯୋଉ କ୍ରିୟା ଚାଲିଛି, ତାହା ଆପଣଙ୍କର ଯୋଉ କ୍ରିୟାଟା ଚାଲିଛି ଆପଣ ଭଲ ଭାବରେ ଜାଣନ୍ତି। ତେଣୁ ଆପଣ ହେଉଛନ୍ତି ସମସ୍ତ ଜୀବ ମାନଙ୍କର କ୍ରିୟା ଆଳାପର ମୁଖ୍ୟ ନିର୍ଦ୍ଦେଶକ। ତ ଏମିତିଆ ସେ ବହୁତ ଆଉ ବି ମଧ୍ୟ କହିଛନ୍ତି ଯେ ଏଇ ଭୌତିକ ଜଗତରେ ଆପଣ ବିଭିନ୍ନ ଅବତାର ଜରିଆରେ କେବଳ ଆପଣ ଜଣାଇ ପାରନ୍ତି। ଯଦି ଆପଣ ବିଭିନ୍ନ ପ୍ରକାର ଶରୀର ଧାରଣ କରନ୍ତି, ତଥାପି ଆପଣ ଏଇ ଯୋଉ ଭୌତିକ ଶରୀର ସୃଷ୍ଟି ଅଂଶ ଆପଣଙ୍କର ଅଂଶ ନୁହେଁ। ସେଗୁଡିକ ସର୍ବଦା ଅନନ୍ତ ଐଶ୍ୱର୍ଯ୍ୟ ସୌନ୍ଦର୍ଯ୍ୟ ଯଶ ଜ୍ଞାନ ଓ ତ୍ୟାଗ ରୂପକ ପାପ ଏଇ ଯୋଉ ପରିପୂର୍ଣ୍ଣ ଅଛନ୍ତି। ଆଉ ଭୌତିକ ଶରୀର ଓ ଶରୀରଧାରୀ ମଧ୍ୟରେ ପାର୍ଥକ୍ୟ ଅଛି। କିନ୍ତୁ ଆପଣ ଯେହେତୁ ଆପଣଙ୍କର ଯୋଉ ମୌଳିକ ଦିବ୍ୟ ଶରୀର ଅଛି, ଯୋଉ ଆବିର୍ଭୂତ ହୁଅନ୍ତି ଯୋଉ ଶରୀର ନେଇକି, ଆପଣ ଏଠାରେ କିଛି ଗୋଟେ ପାର୍ଥକ୍ୟ ନଥାଏ। ଆପଣ ଯେତେବେଳେ ଆବିର୍ଭୂତ ହୁଅନ୍ତି, ସେତେବେଳେ ଆପଣଙ୍କର ଅସାଧାରଣ କାର୍ଯ୍ୟକଳାପ ସୂଚିତ ହୁଏ ଯେ ଆପଣ ପରମ କୃଷ୍ଣ ଭଗବାନ ଅଛନ୍ତି। ଆଉ ଏ ପ୍ରକାର ସେ କହିକି ବହୁତ ତାଙ୍କୁ ବିନମ୍ର ହେଇକି ଦୁଇ ଦେବତା ନଳକ ମଣିଗ୍ରହ ପ୍ରାର୍ଥନା ଶେଷ କରିଛନ୍ତି। ଆଉ ସେ ପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଯେ ସବୁ ଭୁଲଟା ଜାଣିପାରିଛନ୍ତି। ଆଉ ତାପରେ ସେ ଭଗବାନ ଏପଟେ ସେ ମୁରୁକି ମୁରୁକି ହସିକି କହୁଛନ୍ତି, ତାଙ୍କୁ କଲାବେଳେ ସେ କହିଛନ୍ତି ଯେ ମୁଁ ଉଦକଳାରେ ବନ୍ଧା ହେଇକି ଯୋଉ ତମକୁ ଯୋଉ ଏଇ କଥା ମୁଁ ଜାଣିଛି ଯେ ତମେ ହଉଛ ଯୋଉ ଆମର ବିଶିଷ୍ଟ ଭକ୍ତ, ଯୋଉ ତମ ମାନଙ୍କୁ ଅଭିଶାପ ଦେଇକି ଯୋଉ ବୈଶାତ ଦେଇଛନ୍ତି, କିନ୍ତୁ ତମକୁ ସେ ଦୟା ଦେଖେଇଛନ୍ତି ଯେ ତୁମେ ମୋର କେମିତି ଦର୍ଶନ କରିପାରିବ, ସାକ୍ଷାତ ମୋର ଦର୍ଶନ କରିପାରିବ। ଯେ ସେ ତୁମ ମାନଙ୍କୁ ଏକ ନିଚ ନର୍କ ଯନ୍ତ୍ରଣା ଜୀବନ ଯାପକୁ ରକ୍ଷା କରିଛନ୍ତି। ଏସବୁ ମତେ ଜଣାଅଛି। ସେ ଏଠାରେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ସେ ଦି ଜଣଙ୍କୁ କହୁଛନ୍ତି। ଆଉ ବର୍ତ୍ତମାନ ତୁମେ କଣ କର, ସେ ଦି ଜଣ ଯାକ ନଳକୂପ ଦି ଜଣ ଯାକ ଦେବଳକୁ ଯାଇଛନ୍ତି। ଆଉ ସେମାନେ ମୁକ୍ତି ପାଇକି ସେ ଭଗବାନଙ୍କୁ ପ୍ରଣାମ କରିକି ଯାଇଛନ୍ତି।
ଆଉ ଏତିକି ହରେ କୃଷ୍ଣ। ସବୁ ଅଧା ଆରେ ଭୁଲିଗଲି। ବହୁତ ବି କହିଲ। ଏମିତି କୁହାଯାଏ ଧନର 15ଟା ଦୋଷ ଅଛି। ପ୍ରଭୁପାଦ ବହୁତ ସୁନ୍ଦର ଭାବରେ ଏକ୍ସପ୍ଲେନ କରୁଛନ୍ତି। ଗୋଟେ ଦରିଦ୍ର ଲୋକ ନା ଯିଏ ଟିକେ ଗରିବ ଲୋକ, ସିଏ 10ଟା ଆଇଟମ କରି ଖାଇ ନପାରେ, କିନ୍ତୁ ସେ ଶାଗ ପଖାଳ ଖାଇକି ବି ଶାନ୍ତିରେ ରହିପାରିବ। କିନ୍ତୁ ଯେତେବେଳେ ଆମ ପାଖରେ ପଇସା ଆସେ, ସେତେବେଳେ ଆମେ ଅଧିକ ଶରୀରର ମେଣ୍ଟେନାନ୍ସ, ବଡିର ମେଣ୍ଟେନାନ୍ସ ଉପରେ ଅଧିକ ଚିନ୍ତା କରନ୍ତି। ଧନର ଗର୍ବ ଆଉ ସେଇ ଯୋଉ ସ୍ନାନ କରୁଥିଲେ ହେଲା, କୁବେରଙ୍କର ନଳ କୁବେର ମଣିଗ୍ରହ ସ୍ନାନ କରୁଥିଲେ ନା ନିର୍ବସ୍ତ୍ର ହେଇକି। ପ୍ରଭୁପାଦ ଭଗବତ ଗୀତାରେ କହିଛନ୍ତି ଯେ ଯଥା କି ଅନ୍ତକାଲେ ଯେ ମାମେମ ସ୍ମରଣ ମୁକ୍ତ କଲେବରମ୍। ତ ଅନ୍ତ ସମୟରେ ଯାହାର ଯେଉଁ ଭଳିଆ ଚେତନା ଆସିବ, ସେ ଅନୁସାରେ ତାକୁ ଶରୀର ପ୍ରାପ୍ତ ହବ। ତେଣୁ ସେଇଥିପାଇଁ ରିଇନକାର୍ନେସନ ଥିଓରି ଅଛି ହେଲା। ତାଙ୍କୁ କହିବ କି ଯଦି ତାକୁ ସେଠି ମୃତ୍ୟୁବରଣ କରିନଥିଲେ, କିନ୍ତୁ ତାଙ୍କୁ କାହିଁକି ଗଛର ଶରୀର ମିଳିଲା। ତ ନାରଦ ମୁନିଙ୍କ ଭଳିଆ ପ୍ରାମାଣିକ ସାଧୁଙ୍କର କୃପା ସବୁ ଜୀବ ମାନଙ୍କ ଉପରେ ଅଛି। ତ ନାରଦ ମୁନି ତାଙ୍କୁ କୃପା କରିବା ପାଇଁ ଚାହିଁଲେ। ଯେହେତୁ ନାରଦ ମୁନି ତାଙ୍କୁ କୃପା କରିବା ପାଇଁ ଚାହିଁଛନ୍ତି, ତ ସେ ତାଙ୍କୁ ଶିକ୍ଷା ବି ଦେବା ପାଇଁ ଚାହୁଁଥିଲେ କି ଧନର ମୁହ ଆଉ ବାସ୍ତବରେ ଏଇ ନଳକୁବେର ଆଉ ମଣିଗ୍ରୁପ ତାଙ୍କର ଉଦ୍ଧାର ଚରିତ୍ରରେ ଭକ୍ତି ବିନୋଦ ଠାକୁର କୁହନ୍ତି କି ଏଇ ଯୋଉ ଧର୍ନର ମୋହ ଆଉ ସ୍ତ୍ରୀ ର ସୁଖ, ଏ ଦିଟା ଜିନିଷ ଜଣଙ୍କର ଆଧ୍ୟାତ୍ମିକ ପ୍ରଗତିରେ ବାଧା ଆଣିଦିଏ। ୟା ଦ୍ଵାରା କଣ, ଲୋକ ଯୋଉ ବ୍ୟକ୍ତି ଧନର ମୁହରେ ଥାଏ, ସେ କଣ କରିବ, ତାର କୌଣସି ଜୀବ ପ୍ରତି ଦୟା ମନୋଭାବ ରହିବନି, ଅର୍ଥାତ ସେ ଜୀବ ହତ୍ୟା କରିବ। ସ୍ତ୍ରୀ ଭୋଗ କରିବ, ଲଷ୍ଟ ଇଣ୍ଟେଲିଜେନ୍ସ ତାର ଥିବ। ଆଉ କଣ କରିବ, ସେ ସ୍ଵତନ୍ତ୍ର ହେଇକି ନିଜେ ସଂସାରକୁ ଭୋଗ କରିବା ପାଇଁ ଚାହିଁବ। କିନ୍ତୁ ୟାର ରିମେଡି ମାନେ ୟାର ପ୍ରତିକାର ସ୍ୱରୂପ କୁନ୍ତୀ ମହାରାଣୀ ମଧ୍ୟ ପ୍ରାର୍ଥନା କରନ୍ତି, ଜନ୍ମ ଐଶ୍ୱର୍ଯ୍ୟ ସୁତ ଭଗବାନ ବାସ୍ତବରେ ଅକିଞ୍ଚନ ମାନଙ୍କର ଗୋଚର। ଅକିଞ୍ଚନ ଶବ୍ଦର ମାନେ କଣ? କାଞ୍ଚନ, କାଞ୍ଚନ ଅର୍ଥାତ୍ ଐଶ୍ୱର୍ଯ୍ୟ, ସୁନା ଐଶ୍ୱର୍ଯ୍ୟ। ଅକିଞ୍ଚନ ଯାହା ପାଖରେ ଐଶ୍ୱର୍ଯ୍ୟ ନାହିଁ, କେବଳ ସେ ଭୌତିକ ଐଶ୍ୱର୍ଯ୍ୟ ନାହିଁ। ସେ ବ୍ୟକ୍ତି ପାଖରେ ଆଧ୍ୟାତ୍ମିକ ଐଶ୍ୱର୍ଯ୍ୟ ଥାଇପାରେ, କଣ ସେ ଭୌତିକ ଐଶ୍ୱର୍ଯ୍ୟ ନାହିଁ, ତାଙ୍କ ଦ୍ଵାରା ହିଁ ଭଗବାନ ଜଣା ହେଇପାରିବେ। କାହିଁକି ନା ଯାହା ପାଖରେ ଧନ ଥିବ, ସ୍ୱାଭାବିକ ରୂପରେ ତା ପାଖରେ ମାଦକତା ଥିବ, ଅର୍ଥାତ୍ ସିଏ ଚାହିଁବ କି ନାଇଁ ମୁଁ ସଂସାରକୁ ଭୋଗ କରେ ବୋଲି। ସେଥିପାଇଁ ପ୍ରଭୁପାଦ ପ୍ରାୟ ବହୁତ ଟାଇମରେ ପ୍ରଭୁ ସେୟାର କଲେ କି ଦରିଦ୍ର ଲୋକର ଏତେ କିଛି ନାହିଁ, ଗାଁ ଲୋକ ଏତେ ଗାଁ ଲୋକ ଆଉ ସହର ଲୋକ ଭିତରେ ବହୁତ ଫରକ ଅଛି। ଗାଁ ଲୋକ ମାନେ ଏତେ ଇନ୍ଦ୍ରିୟ ତୃପ୍ତିରେ ବ୍ୟସ୍ତ ନଥାନ୍ତି। ଭିନ୍ନ ଭିନ୍ନ ପ୍ରକାର ଭେରାଇଟି ଖୋଜନ୍ତିନି। ସହରକୁ ଆଇଲେ ପିଜା ବର୍ଗର ପାସ୍ତା ଏସବୁ ଜିନିଷ ଲୋକ ଖାଆନ୍ତି। ଗାଁରେ ଏତେ ନଥାଏ, ଶାଗ ମୁଗ ଯାହାବି ବାଡିରୁ ତୋଳିକି ରୋଷେଇ କରି ଖାଇ ଦିଅନ୍ତି। କିଛି ଫେଷ୍ଟିଭାଲ ହେଲେ, ପର୍ବପର୍ବାଣୀ ହେଲେ, ସେମାନେ ଡ୍ରେସ ପତ୍ର ବନାନ୍ତି। ନା ଆମେ ଏଠି ସପିଙ୍ଗ ମଲ୍ ଯାଉଛେ, ଜିନ୍ସ ପ୍ୟାଣ୍ଟ ଆଣିଛେ, କେତେବେଳେ କେତେ ସବୁ ବିଭିନ୍ନ ପ୍ରକାର ଡ୍ରେସ ପତ୍ର ଆଣିଛେ ଏଠି। ତେଣୁ ସେଇଥିପାଇଁ ଗାଁ ର ସଭ୍ୟତା ଆଉ ସହର ସଭ୍ୟତା ଅନ୍ତର ଅଛି କି ଧନର ତାରତମ୍ୟ ଥାଏ। ସେଇଥିପାଇଁ ଆମକୁ କଣ କରିବାର ଅଛି, ଧନକୁ ଅର୍ଜନ କରିବାର ଅଛି। ପଜେସନ ଇଜ ନଟ୍ ବ୍ୟାଡ, ପଜେସିଭ ମେଣ୍ଟାଲିଟି ଇଜ ଦ ବ୍ୟାଡ। ପଜେସନ ଯାହା ପାଖରେ ଧନ ଅଛି, ସେ କଣ ପୂର୍ବ ଜନ୍ମର ସ୍ୱୀକୃତ ଅନୁସାରେ ଧନ ତ ମିଳିଛି ନା, ତାକୁ ନେଇ କଣ ଫୋପାଡି ଦେବାର ଅଛି, ନାହିଁ ନା। କିନ୍ତୁ ତାକୁ ଆମେ କୃଷ୍ଣଙ୍କ ସେବାରେ ବିନିଯୋଗ କରିପାରିବା। ଆମର ଜଣେ ପ୍ରଭୁ ଅଛନ୍ତି, ଅମ୍ବରୀଶ ପ୍ରଭୁ, ଯିଏ ଟେମ୍ପଲ ଅଫ ବୈଦିକ ପ୍ଲାନେଟରେ ବନଉଛନ୍ତି ହେଲା। ଫର୍ଡ କମ୍ପାନୀର ମାଲିକ ସିଏ ହେଲା, ମାନେ କରୋଡପତି ସେମାନେ। କିନ୍ତୁ କୃଷ୍ଣଙ୍କ ସେବା ପାଇଁ ପ୍ରଭୁପାଦ ତାଙ୍କୁ କହିଥିଲେ, ସେ କହିଲେ କି ମୁଁ ତ ଏମିତି ଗୋଟେ ମନ୍ଦିର ବନେଇଦେବି, ମୋର କର୍ପୋରେଟ ପରସେଣ୍ଟେଜ ଦେଖିଲେ ମୁଁ ଗୋଟେ ମନ୍ଦିର ବନେଇଦେବି। ପ୍ରଭୁପାଦ କହିଲେ ତୁମେ ସବୁ ପଇସା ଦବନି, କଣ କରିବ ନା ତୁମ ଲେବୁଲରେ ଯେତିକି ଜଣ ଅଛନ୍ତି କର୍ପୋରେଟ ରହିଲେ, ତାଙ୍କୁ ତୁମେ ଭିକ୍ଷା ମାଗିବ କୃଷ୍ଣଙ୍କ ପାଇଁ, ତାପରେ ତୁମେ ମନ୍ଦିର ବନେଇବ। ନହେଲେ ତ ସେ ତ ଏତେ ବଡ ବିଜନେସ ମ୍ୟାନ, ତ ସେ ଖାଲି କେତେ କୋଟି ଟଙ୍କା ଫଟାଫଟ ଦାନ କରିଦେଇକି ମନ୍ଦିର, ବହୁତ ବଡ ମନ୍ଦିର ବନେଇ ପାରିବେ। କିନ୍ତୁ ନାଇଁ, କୃଷ୍ଣଙ୍କ ସେବାରେ ଆମେ ଯେତେବେଳେ ଧନକୁ ବିନିଯୋଗ କରନ୍ତି, ଆଉ ଜୀବନରେ ଶାଳୀନତା ରକ୍ଷା କରନ୍ତି। ଶାଳୀନତା ସ୍ତ୍ରୀ ମାନଙ୍କର ସ୍ୱଭାବ, ତାଙ୍କର ଯୋଉ ପବିତ୍ରତା ଥାଏ, ସେଇଟା ଲଜ୍ଜା ଦ୍ଵାରା କଣ ହୋଇଥାଏ, ଆବୃତ ହେଇକି ଥାଏ। କିନ୍ତୁ ଯଦି ସ୍ତ୍ରୀ ଲଜ୍ଜାହୀନ ହେଇଯିବ, ଆଉ ପୁରୁଷ କାମଗ୍ରସ୍ତ ହେଇଯିବ, ସେତେବେଳେ ଭୟଙ୍କର ରୂପରେ ଏଇ ଯୋଉ ବ୍ୟାଧି ଅଛି, କାମ ବିକାରର ବ୍ୟାଧି ମାଡି ବସିବ। ସେତେବେଳେ ସିଏ ଏ ଭୌତିକ ଜଗତରେ ତାର ଗ୍ରନ୍ଥି
ଗ୍ରନ୍ଥି ମାନେ ତାର ହୃଦୟର ଗ୍ରନ୍ଥି କଣ ହବ, ମାନେ ତାକୁ ଟାଇଟ୍ କରି ଧରିବ, ଛାଡିବନି। ତେଣୁ ସେଇଥିପାଇଁ ଆମକୁ ଶିକ୍ଷା ମିଳିବା ଦରକାର କି ଜମଳାର୍ଜୁନ ଗଛ, ବିଶେଷ କରିକି ଏସବୁର ସମାଧାନ ରାସ୍ତା ତ ନାରଦ ମୁନି ଦେଇଦେଲେ, କିନ୍ତୁ ଆମେ ନାରଦ ମୁନିଙ୍କର କ୍ରେଡିଟ କୁ କେବେ ଭୁଲିବାର ନାହିଁ। ନାରଦ ମୁନି ସେଇ ପ୍ରାମାଣିକ ଗୁରୁ ଯିଏ ନଳକୂପର ମଣିଗ୍ରୀବ, ପ୍ରହ୍ଲାଦ ମହାରାଜ, ଧ୍ରୁବ ମହାରାଜ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି। ନା ତେଣୁ ପାରମ୍ପରିକ ଗୁରୁଙ୍କର ଶରଣରେ ଯখন ଆମେ ଆସିନେ, ତାଙ୍କର ଆନୁଗତ୍ୟ ସ୍ୱୀକାର କରିନେ ଏବଂ ନିଷ୍ଠାପର ଭାବରେ ତାଙ୍କ ପ୍ରତି ଆମେ ତାଙ୍କର ଯାହା ନିର୍ଦ୍ଦେଶ ଅଛି ତାଙ୍କୁ ଅନୁପାଳନ କରିନେ, ତାହେଲେ ଆମର ଗତି ହିଁ ନାହିଁ। ହେଲା, ଆମେ ହେଇପାରେ ଆମେ ଶୁଣି ପାଷ୍ଟ ଟାଇମ ଶୁଣିକି ଆମେ ଧନକୁ ସଦବିନିଯୋଗ କରିପାରନ୍ତି, କିନ୍ତୁ ଭକ୍ତି ସେତେବେଳେ ଆସିବ ଯେତେବେଳେ ନାରଦ ମୁନିଙ୍କର ପରମ୍ପରାରେ ଆମେ ଆସୁଥିବା, ଯେକୌଣସି ଗୁରୁ ଆଚାର୍ଯ୍ୟଙ୍କର ତାଙ୍କର ସଙ୍ଗ ସାନିଧ୍ୟ ପ୍ରାପ୍ତ ହବା, ଶିକ୍ଷା ଦୀକ୍ଷା ଗ୍ରହଣ କରିବା, ତାପରେ ହିଁ ହବ। ତ ନିଶ୍ଚୟ ଭାବରେ ଭଗବାନ ଦେଖନ୍ତି ଏଇଠି କି ଭଗବାନ ନିଜେ ତ ବନ୍ଧା ହେଇଛନ୍ତି, ତାପରେ ବି ଆମେ ବନ୍ଧା ହେଇଥିଲେ ଆମେ କାହାକୁ ଉଦ୍ଧାର କରିପାରନ୍ତେନି, କିନ୍ତୁ ଭଗବାନ ନିଜେ ବନ୍ଧା ହେଇକି ମଧ୍ୟ ନଳକୂପର ମଣିଗ୍ରୀବ ଯୋଉ ଦେବତା ଥିଲେ, ତାଙ୍କୁ ଗଛ ଜନି ମିଳିଥିଲା, ସିଏ ଏଠି ଉଦ୍ଧାର ହଉଛନ୍ତି। Okay? ତେଣୁ ଆମେ ଶିକ୍ଷା କରିବା ଦରକାର କି ଆମେ ଜୀବନରେ କି ଧନର ସଦ ଉପଯୋଗ କରିବା, ଆଉ ଯୋଉ କାମର ବିକାର ଅଛି ତାକୁ ଭଲସେ ବୁଝିବା, ଆଉ ନିଜେ ସୁରକ୍ଷିତ ରହିବା। ନହେଲେ ଆମେ ନେକ୍ସଟ ଜନ୍ମ, ଯୋଉ ଆଜିକାଲି ମଡର୍ଣ୍ଣ ଲୋକମାନେ ମାନେ ନିର୍ବସ୍ତ୍ର ହେଇକି ବୁଲୁଛନ୍ତି, ପ୍ରାୟ ନିର୍ବସ୍ତ୍ର ହେଇକି ବୁଲୁଛନ୍ତି। ତେଣୁ ନେକ୍ସଟ ଜନ୍ମ କଣ? ଗଛ ଜନ୍ମ। ନେକ୍ସଟ ଜନ୍ମ ଗଛ ଜନ୍ମ। ଗଛ ଜନ୍ମରେ ଆଉ କିଛି ଏତେ ଇଣ୍ଟରାକ୍ସନ ନାହିଁ, ବସିଥା। ଏଠି କପଡା ପିନ୍ଧୁନଥିବ, ସେଠି ବି କପଡା ପିନ୍ଧୁନଥିବ। ଠିକ ଅଛି, ପ୍ରଭୁଜୀଙ୍କ ବିଶେଷ ଧନ୍ୟବାଦ। ଆମେ ପୁଣି ନେକ୍ସଟ ଡିଭୋଟିଙ୍କ ଠାରୁ ଶ୍ରବଣ କରିବା। हरे कृष्ण। श्रील प्रभुपाद की जय। आनंद कोटि वैष्णव की जय। हरे कृष्ण।